ସୁଜାତା ସବୁବେଳେ ଭାବୁଥିଲା ତାକୁ ଏମିତିକା ପୁଅ ମିଳୁ ଯେ ସବୁବେଳେ ତାକୁ ହସେଇ ମନେଇ ଖୁବ୍ ଖୁସିରେ ରଖିବ। କିନ୍ତୁ ଜୀବନରେ ଆମେ ଯାହା ଚାହୁଁ ସବୁବେଳେ କଣ ତାହା ହୁଏ? 23 ବର୍ଷ ବୟସରେ ତା ବାହାଘର ହୋଇଗଲା। ସଫ୍ଟୱେର କମ୍ପାନୀରେ ତା ସ୍ୱାମୀ କାମ କରନ୍ତି। ସକାଳ 8ଟାରେ ଯାଇ ରାତି 9ଟାରେ ଘରକୁ ଫେରନ୍ତି। ଅଫିସ ଟେନସନ ଷ୍ଟ୍ରେସ୍ ଏତେ ଅଧିକା ଥାଏ ଟିକିଏ ସମୟ ଦେଇପାରନ୍ତିନି। ଦିନେ ମୋ ସ୍ୱାମୀର ଜଣେ ବନ୍ଧୁଙ୍କ ମ୍ୟାରେଜ ପାର୍ଟିକୁ ଯାଇଥିଲୁ। ଝିଅର ବିଦାୟ ହେବାର ସମୟ ଆସିଲା। ଝିଅର ମା ବାପା ବନ୍ଧୁବାନ୍ଧବ ସମସ୍ତେ କାନ୍ଦୁଥିଲେ। ସମସ୍ତଙ୍କ ଭିତରେ ବରଯାତ୍ରୀ ପକ୍ଷରୁ ଜଣେ ଯୁବକ ଯାହାର ନାଁ ଥିଲା ଅଭି କୋଉଠି ଥିଲା କେଜାଣି ଆଗକୁ ଆସି ବଡ ପାଟିରେ କହିଲା, ଆପଣମାନେ ସମସ୍ତେ ଚୁପ୍ ହୋଇଯାଆନ୍ତୁ, କାନ୍ଦନ୍ତୁ ନାହିଁ। ଯଦି ଝିଅକୁ ଶାଶୁଘରକୁ ପଠାଇବାକୁ ଇଚ୍ଛା ନାହିଁ ତେବେ ପଠାନ୍ତୁନି, ଆମେ ଆମ ବରକୁ ଏଇଠି ଛାଡିକି ଯାଉଛୁ। ଏ କଥା ଶୁଣି ଉପସ୍ଥିତ ସମସ୍ତଙ୍କ କାନ୍ଦ ମୁହଁରେ ହସର ଲହରୀ ଖେଳିଗଲା। ମତେ କିନ୍ତୁ ଅଭିକୁ ଦେଖି ମୋ ମନରେ ଏକ ଅଜଣା ପ୍ରେମର ଲହରୀ ଉଙ୍କି ମାରୁଥିଲା। ସତରେ ଯଦି ମୋ ହାତରେ ଥାଆନ୍ତା ତେବେ ମୁଁ ଅଭି ଭଳି ଗୋଟିଏ ପୁଅକୁ ହିଁ ବାହା ହେଇଥାନ୍ତି।